गुड मॉर्निंग एवरीवन। जय जगन्नाथ। आज आम डिस्कसन करने को +3 फास्ट सेमिस्टर इंग्लिश ऑनर्स एलजी। देख पे व्हाट इज एलजी। यहाँ बेसिकली तुम 4 मार्क 5 मार्क क्वेश्चन रे आसे। देख आ लिखिक रख व्हाट इज एलजी। एंड एलजी इज ए टाइप ऑफ पोएम और सॉन्ग दैट एक्सप्रेस सोरो मॉर्निंग और लेमेंट यूजुअली फॉर समवन हु हैज डेथ। It often reflects on them like death, loss, grief, and the transitions of life, but it may also include hope, consolation, or prize for the vacant. এটা মানে ଏଟାକୁ ମୁଁ ଓଡ଼ିଆରେ ଟ୍ରାନ୍ସଲେଟ୍ କରି କହୁଛି, ବୁଝି ଯାଉ ଫାଷ୍ଟ। ଏକ ପ୍ରକାର କବିତା, ଏହା ଏକ ପ୍ରକାର କବିତା ହେଲେଜି ଯେଉଁଥିରେ କବି ମୃତ୍ୟୁ, ବିୟୋଗ, ଶୋକ ବା ଜୀବନର ଅସ୍ଥାୟିତ୍ୱ ବିଷୟରେ ଦୁଃଖ ପ୍ରକାଶ କରନ୍ତି। ବୁଝିଲ ନା। ଏଲିଜି ଏକ ଏମିତି କବିତା ଯେଉଁଥିରେ କବି ମୃତ୍ୟୁ, ବିୟୋଗ ବା ଶୋକର ବା ଜୀବନର ଅସ୍ଥାୟିତ୍ୱ ବିଷୟରେ ଦୁଃଖ ପ୍ରକାଶ କରନ୍ତି। ହେଲା, ଏଟାର କି ଫିଚର୍ସ ମାନେ ଦେଖ। ଦେମ୍ ଅଫ୍ ମର୍ଣ୍ଣିଂ, ଫୋକସ୍ ଅନ୍ ଡେଥ୍ ଅର୍ ଲେସ୍। କ'ଣ ମୃତ୍ୟୁ, ଶୋକ, ହାନି। ଏ ବିଷୟଟି ବେସିକାଲି ମୃତ୍ୟୁ, ଶୋକ, ହାନି ବିଷୟରେ ଅଛି। ଦେଖ ଫିଚର 2 ଟୋନ୍, ସୋରଫୁଲ୍, ରିଫ୍ଲେକ୍ଟିଭ୍, ସିରିୟସ୍। ମାନେ ବିଷାଦପୂର୍ଣ୍ଣ, ଗମ୍ଭୀର, ଚିନ୍ତନମୟ ଏଲିଜିରେ ଥାଏ। ଫିଚର 3 ନମ୍ବର ଦେଖ ଷ୍ଟ୍ରକ୍ଚର ନଟ୍ ଫିକ୍ସଡ୍ ବଟ୍ ଟ୍ରାଡିସନାଲି ମୁଭ୍ସ ଥ୍ରୋ 3 ଷ୍ଟେଜ୍। ନିଶ୍ଚିତ ଛନ୍ଦ ନଥାଏ এই ଏଲିଜିରେ। এই ଏଲିଜି ଦ୍ୱାରା ଫେମସ୍ ରାଇଟର ମାନେ ଦେଖ ଲାଇସିଡସ୍ ଲେଖିଛନ୍ତି ବାଏ ଜନ୍ ମିଲ୍ଟନ୍। ଏଲିଜି ରିଟିନ୍ ଇନ୍ ଏ କଣ୍ଟ୍ରି ଜର୍ସିର ବାଏ ଥମାସ୍ ଗ୍ରେ। ଏଟାକୁ ଏଲିଜିକୁ ସର୍ଟରେ କହିବାକୁ ଗଲେ ଆମେ କହିପାରିବା ଯେ ଆନ୍ ଏଲିଜି ଇଜ୍ ଏ ମର୍ଣ୍ଣଫୁଲ୍ ପୋଏମ୍ ରିଟିନ୍ ଫର୍ ଦ ଡେଡ୍ ବଟ୍ ଇଟ୍ ଅଲସୋ ରିଫ୍ଲେକ୍ଟସ୍ ଅନ୍ ହ୍ୟୁମାନ୍। ଏଇଟା ଲେଖିକି ରଖ ହେଲା, ଏଇଟା ଲେଖିକି ରଖ। ନେକ୍ସଟ କ୍ଲାସ୍ରେ ଆମେ ଦେଖାବା।